जय सियाराम। माइंड मैजिक ओडिया चैनल को आपण मानकु स्वागत। तुमे केबे भी दुर्बल नुह। तुमे ओ तुम परिवार सर्वदा सुरक्षित। जदि तुमर शक्ति दुर्बल नुह तेबे तुमे काहार स्नेह बा नेगेटिविटी रो प्रभाव रे आसीबो नाही। सबुठारु प्रथमे एही भय को दूर कर जे मो सहित किछि खराब घटी पारे किंबा लोकमानक नेगेटिविटी रो प्रभाव मो उपरे पडुछि। ମୁଁ ବହୁତ କିଛି କରୁଛି ତଥାପି କିଛି ଭଲ ଲାଗୁନାହିଁ। ମତେ ଅସ୍ଥିରତା ଲାଗୁଛି। ବାହାରୁ ବହୁତ ନେଗେଟିଭ ଶକ୍ତି ଆସୁଛି। କିଛି ଏମିତି ଘଟୁଛି ଯାହା ମୋର ନିୟନ୍ତ୍ରଣରେ ନାହିଁ। ଯଦି ଏହା ନିୟନ୍ତ୍ରଣରେ ନାହିଁ ତେବେ ସମସ୍ୟା ହେବ। ଆମେ ପ୍ରତ୍ୟେକଙ୍କ ଭିତରେ କେବେ ନା କେବେ ଗୋଟେ ନେଗେଟିଭ ଭାବ ଦେଖାଯାଏ ବା ନେଗେଟିଭ ଭାବ ଥାଏ, ଯାହାକୁ ଆମେ ଚେଷ୍ଟା କରିବି ନିଜଠୁ ଦୂରେଇ ପାରୁନାହୁଁ। ହୁଏତ ଏହା ସବୁ ରାଗ, ରୁଷା, ନିଜ ପ୍ରତି ଘୃଣା କିମ୍ବା ଅନ୍ୟ ମାନଙ୍କ ପ୍ରତି ଘୃଣା, ଏହି ଭାବନା ମାନେ ଆମକୁ ଆଗକୁ ବଢିବାକୁ ଦଉନାହାନ୍ତି। ବର୍ଷର ପରେ ବର୍ଷ ବିତି ଯାଉଛି କିନ୍ତୁ ଏମିତି ନେଗେଟିଭ ଏନର୍ଜି ଆମ ପାଖରେ ଏମିତି ରହି ଚାଲିଛି। ଆମେ ଚାହିଁଲେ ବି ଠିକ ଭାବେ ବଞ୍ଚି ପାରୁନାହୁଁ, ଖୋଲିକି ନିଜ ଜୀବନରେ ଖୁସି ଆନନ୍ଦ ନେଇ ପାରୁନାହୁଁ। ଯଦି ଆମେ ଏହି ଭାବନା ଗୁଡିକୁ ଛାଡି ପାରିବା ନାହିଁ ତେବେ ଜୀବନରେ କେବେ ବି ଆଗକୁ ବଢି ପାରିବା ନାହିଁ ଏବଂ ଆମକୁ ଆଗକୁ ବଢିବା ଅସମ୍ଭବ ଲାଗିବ। ନା ଆମର ପ୍ରିୟଜନ ମାନେ ଖୁସି ହେବେ, ନା ଆମେ ଲକ୍ଷ୍ୟକୁ ଉପଭୋଗ କରିପାରିବା। ଆଜି ଲକ୍ଷ ଲକ୍ଷ ଲୋକ ଗୋପନ ପ୍ରାକ୍ଟିସ କରୁଛନ୍ତି, ହିଲିଂ କରୁଛନ୍ତି, କିନ୍ତୁ ସମସ୍ୟା ସମାଧାନ କରି ହଉନାହିଁ। କାହିଁକି? ସେମାନେ ବହୁତ କିଛି ଜିନିଷ ଭୁଲ କରୁଛନ୍ତି। ଠିକ ସେ ନିଜ ଜୀବନରେ ନେଗେଟିଭିଟିରୁ ଦୂରେଇ ପାରୁନାହାନ୍ତି। ଆଜି ମୁଁ ଆପଣଙ୍କୁ କେମିତି ଆମେ ନିଜେ ସୁରକ୍ଷିତ ରହିପାରିବା, ଆମେ ଆମ ପରିବାରକୁ କେମିତି ସୁରକ୍ଷିତ ରଖିପାରିବା ସେଇ ବିଷୟରେ ଆପଣଙ୍କୁ ଜଣାଇବି ଏବଂ ଏହି ଭାବନାକୁ କିପରି ଆମ ମନରୁ ବାହାର କରିପାରିବା ଯେ କିଛି ଖରାପ ଘଟିପାରେ। ନିଜକୁ ଭିତରେ ଯୋଉ ଡର, କାଳେ ମୋ ସହିତ କିଛି ଏଇଟା ଘଟିଯିବ, କାଳେ ଏ ଭୁଲଟା ମୋ ସହିତ ହେଇଯିବ। ଆମେ ଅନ୍ୟ ଲୋକଙ୍କ ଏନର୍ଜି ଗ୍ରହଣ କରୁଛୁ। ବର୍ତ୍ତମାନର ସାଇନ୍ସ ଏ କଥାକୁ ପୁରା ପ୍ରମାଣ କରିଛି। ଆମେ ଅନ୍ୟମାନଙ୍କ ନେଗେଟିଭକୁ ଆମେ ନିଜେ ନେଗେଟିଭ ଏନର୍ଜିକୁ ଆମେ ନିଜେ ଗ୍ରହଣ କରୁଛେ। ଜଳ ଏମିତି ଏକ ତତ୍ତ୍ୱ, ଏମିତି ଗୋଟେ ଶକ୍ତି ଯାହା ଶକ୍ତିକୁ ଅବଶୋଷଣ କରିଥାଏ। ମାନେ ଯେତେବେଳେ ଆମେ ଜଣେ ଲୋକକୁ ଭେଟୁଛୁ, ତାକୁ କିଛି ଶକ୍ତି ଦେଉଛୁ, ତାଙ୍କ ଠାରୁ କିଛି ଗ୍ରହଣ କରୁଛୁ। ସତ କଥା, ଯେଉଁଠିକି ଆମେ ଯାଉଛୁ ଆମେ କିଛି ଏନର୍ଜି ସେଠୁ ଆଣୁଛୁ, କିନ୍ତୁ ଭୟ ପାଇବାର ଆବଶ୍ୟକତା ନାହିଁ। ଯଦି ତୁମର ମନ ଶକ୍ତିଶାଳୀ ଅଛି ଏବଂ ତୁମର ଏନର୍ଜି ଶକ୍ତିଶାଳୀ ଅଛି ତେବେ ତୁମେ କାହାଠାରୁ ନେଗେଟିଭର ପ୍ରଭାବ ତୁମ ଉପରେ ପଡିବ ନାହିଁ। ବହୁତ ଲୋକ କହନ୍ତି ଯେ ମୋ ଘରେ ଜଣେ ପରିବାର ସଦସ୍ୟ ଅଛନ୍ତି ଯିଏ ବହୁତ ନେଗେଟିଭ ଏବଂ ସେମାନଙ୍କ ସହିତ ସେମାନଙ୍କ ପାଖରେ ରହିଲେ ମନ ପୁରା ଖରାପ ହେଇଯାଏ। ଏମିତି ନିଜକୁ ଲାଗିବାଟା ଠିକ ନୁହେଁ, କିନ୍ତୁ ଏହା ଏଥିପାଇଁ ହେଉଛି କାରଣ ତୁମ ନିଜ ଶକ୍ତିଟା ଶକ୍ତିଶାଳୀ ନୁହଁ। ନିଜ ଭିତରେ ଯୋଉ ଏନର୍ଜି ଅଛି ସେଇଟା ଆପଣଙ୍କର ପଜିଟିଭ ନୁହଁ। ଯଦି ତୁମର ଏନର୍ଜି ମଧ୍ୟ ପଜିଟିଭ ହୁଏ ତେବେ ତୁମେ ସେମାନଙ୍କର ନେଗେଟିଭିଟିର ପ୍ରଭାବରେ ପଡିବ ନାହିଁ। ଏବେ କଳ୍ପନା କର, ତୁମେ ତୃତୀୟ ତଳରେ ଅଛ, ତୃତୀୟ ମହଲାରେ ଅଛ ଏବଂ ତଳେ 2 ଜଣ ଲୋକ ଅଛନ୍ତି, କିନ୍ତୁ ତୁମେ ତୃତୀୟ ତଳରେ ଥିବାରୁ ଲୋକମାନେ ତୁମ ପାଖକୁ ଆସି ପାରୁନାହାନ୍ତି। ତୁମେ ଯେହେତୁ ଥାର୍ଡ ଫ୍ଲୋରରେ ଅଛ, ତୃତୀୟ ତଳକୁ ଆସିବାକୁ ପଡିବ। ତେଣୁ ଯଦି ଜଣେ ଲୋକ ପ୍ରଥମ ଫ୍ଲୋରରେ ଅଛନ୍ତି ଯାହାର ଏନର୍ଜିଟା ବହୁତ କମ ଅଛି, ତେବେ ତୁମେ କାହିଁକି ତାଙ୍କ ଠାରୁ ତଳକୁ ଯାଉଛ? ତୁମେ ତାଙ୍କୁ ତମ ତଳକୁ ଆଣ। ତମେ କାହିଁ ତାଙ୍କ ତଳକୁ ଯାଉଛ? ଏବଂ ଏହା ତେବେ ହେବ ଯେତେବେଳେ ତୁମେ ଦିନ ପ୍ରତିଦିନ ପଜିଟିଭ ପାଇଁ କାମ କରିବା ଆରମ୍ଭ କରିବ। ଏପଟେ ପ୍ରଥମେ ଏହି ଭୟକୁ ବାହାର କରିଦିଅ ଯେ ମୋ ସହ କିଛି ଖରାପ ଘଟିପାରେ। ବହୁତ ଲୋକଙ୍କ ମନରେ ଏମିତି ଭ୍ରାନ୍ତି ଥାଏ ଯେ ମୋ ମୁଣ୍ଡ ବହୁତ ବିନ୍ଧା ହେଉଛି, ହୁଏତ କାହାର କାହିଁକି କିଛି କରିଦେଇଛି କି କଣ କିଛି ହେଇଯାଇଛି, କି ମୋର କାହିଁକି ମୋର ଏ ରୋଗ କାଳେ ହେଇଯାଇଛି। କିମ୍ବା ଯଦି ସେମାନେ ତାଙ୍କ ପିଲାଙ୍କ ଫଟୋ ସେୟାର କରନ୍ତି ହ୍ୱାଟ୍ସଆପ ଗ୍ରୁପରେ, ଫେସବୁକ, କିଛି ସୋସିଆଲ ମିଡିଆରେ, ତେବେ ସେମାନେ ଭାବନ୍ତି ଯେ ମୁଁ ସେୟାର କରିଛି ଏବଂ ଆସନ୍ତାକାଲି ଜ୍ୱର ହେବ। ଭାବନ୍ତୁ ନିଜର ଖରାପ ଜିନିଷଟାକୁ ଜଣେଇବା। ତୁମେ ପ୍ରଥମେ ଯେତେ କମ ସେୟାର କରିବ ସେତେ ତୁମ ପାଇଁ ଭଲ, କାରଣ ଯେ ପର୍ଯ୍ୟନ୍ତ ତୁମର ମନ ଶକ୍ତିଶାଳୀ ନୁହଁ ସେ ପର୍ଯ୍ୟନ୍ତ ଲୋକମାନଙ୍କର ଟିପ୍ପଣୀ, ତାଙ୍କ ଏନର୍ଜି ତୁମ ପାଖକୁ ଆସିବ ନିଶ୍ଚିତ।
ତେଣୁ ଯଦି ତୁମେ ଶକ୍ତିଶାଳୀ ନୁହଁ ଏବଂ ଏତେ ପଜିଟିଭ ନୁହଁ, ତେବେ ଯଦି ତୁମେ ତୁମ ପରିବାର ବିଷୟରେ, ନିଜ ବିଷୟରେ, ତୁମ ଫଟୋ ବିଷୟରେ ସେୟାର କରିବ, ତେବେ ସ୍ୱାଭାବିକ ଭାବେ ନେଗେଟିଭ ଭାବନା ଆସିବ ଯେ ମୋ ସହିତ କିଛି ଖରାପ ଘଟିପାରେ। ତେଣୁ ପ୍ରଥମେ ଏହାଠାରୁ ଦୂରେଇକି ରୁହ। ଯେତେ ଶକ୍ତି ସେୟାର କର ନାହିଁ, ସେତେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ବେଶୀ ସେୟାର କରିବା ବଦଳରେ ଆପଣଙ୍କର ଭଲ କଥା ଦେଖନ୍ତୁ। ସୋସିଆଲ ମିଡିଆକୁ ଭଲ ଭାବରେ ବ୍ୟବହାର କରନ୍ତୁ। ଆଠାରୁ କିଛି ନୂଆ ଶିଖନ୍ତୁ, କିଛି ବହି ପଢନ୍ତୁ, କିଛି ଜିନିଷ ଜାଣନ୍ତୁ। ନିଜର ମାନେ ଲକ୍ଷ୍ୟ ବିଷୟରେ ଫୋକସ ହେଇ ଅଧିକ ଜିନିଷ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ଲୋକମାନଙ୍କ ସହ ଯୋଗାଯୋଗ କରିବାକୁ ଚାହାନ୍ତି, ତାହେଲେ ଏଇ କାମ କରନ୍ତୁ। କିନ୍ତୁ ନିଜ ଜୀବନ ବିଷୟରେ ଏତିକି ବିଷୟ ସେୟାର କରିବା କୌଣସି ଆବଶ୍ୟକତା ନାହିଁ। ନିଜର ପର୍ସନାଲ ଲାଇଫ ବିଷୟରେ କିଛି ସୋସିଆଲାଇଜ ହେବା କିଛି ଦରକାର ନାହିଁ, କାରଣ ଏହା ଆପଣଙ୍କ ମନରେ ନେଗେଟିଭ ପ୍ରଭାବ ପକାଇ ପାରେ ଏବଂ ଏହାର ପ୍ରଭାବ ଆପଣଙ୍କ ଉପରେ ପଡିପାରେ, ଯେପରି ମୁଁ ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ତେଣୁ ପ୍ରଥମେ ନିଜକୁ ଏବଂ ଆପଣଙ୍କ ପରିବାରକୁ ଦୃଷ୍ଟି ଦୋଷରୁ ବଞ୍ଚାନ୍ତୁ। ଅକାରଣରେ ନିଜ ଦିନଚର୍ଯ୍ୟା, ପରିବାର, ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରନ୍ତୁ ନାହିଁ। ଦ୍ୱିତୀୟତଃ, ଯଦି ଆପଣ ଚାହାନ୍ତି ଯେ ଆପଣ ଏବଂ ଆପଣଙ୍କ ପରିବାର ଦୃଷ୍ଟି ଦୋଷରୁ ସୁରକ୍ଷିତ ରୁହନ୍ତୁ, ତେବେ ବୁଝନ୍ତୁ ଆପଣ ଦିନରେ ଯାହା ଚିନ୍ତା କରୁଛନ୍ତି, ଯଦି ସେଠି ଆପଣଙ୍କର ଧ୍ୟାନ ରହିଲା ଏବଂ ସେଠି ଆପଣଙ୍କ ଭିତରେ ଅଭିମୁଖିତ ହେଲେ, ତେବେ ଏହା ଆପଣଙ୍କୁ ଉତ୍ସର୍ଗ ଭାଇବ୍ରେସନ ଭିତରକୁ ଆସିଯିବ। ଏହାର ଏକମାତ୍ର ଉପାୟ ହେଉଛି ନିଜକୁ ପ୍ରତିଦିନ ସକାଳେ କିଛି ଭଲ ଧାରଣା ଦିଅନ୍ତୁ। ମୁଁ, ମୋ ପରିବାର ସଦା ସୁରକ୍ଷିତ। ଲୋକମାନେ ସଦା ଆମ ବିଷୟରେ ଭଲ ଭାବେ ଚିନ୍ତା କରନ୍ତି। ଆମେ ସଦା ଭଲ ଶକ୍ତି ପାଉଛୁ। ଯେଉଁଠିକି ଯାଉଛୁ ସେଠି ପଜିଟିଭ ଶକ୍ତି ଅନୁଭବ କରୁଛୁ। ମୋ ଘର ସ୍ୱର୍ଗ ଅଟେ। ମୁଁ ଏବଂ ମୋ ପରିବାର ଯାହା ବି ଖାଉ ଅମୃତ ଅଟେ। ଏହିପରି ଭାବରେ ଯଦି ସକାଳେ ଆପଣ ନିଜକୁ ପଜିଟିଭ ଧାରଣା ଦେଇ ନିଜର ଦିନଟିକୁ ଆରମ୍ଭ କରିବେ, ତେବେ ସ୍ୱଭାବତଃ ନିଜର ମନରେ ଥିବା ଭୟ, ଶଙ୍କା ସେଗୁଡା ସବୁ କମ ହେଇଯିବ। ଦିନ ସାରା ଯେତେ ବି ସବୁ ଚିନ୍ତାଧାରା ଆସୁଥିଲା ସେଗୁଡା ସବୁ କମ ହେଇଯିବ। ଯଦି ଆପଣ ଭାବୁଛନ୍ତି କାହାର ଦୃଷ୍ଟି ଦୋଷ ଆପଣଙ୍କ ଘରେ ଲାଗିଛି, କିଛି ଖରାପ ଘଟିଛି, ତେବେ ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ଏଇ ଜିନିଷଟା ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ତେବେ ପ୍ରାର୍ଥନା କରନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ। ଆପଣ ଯେଉଁ ଦ୍ରବ୍ୟ ଶକ୍ତି ଉପରେ ବିଶ୍ୱାସ କରନ୍ତି, ତାଙ୍କ ଶକ୍ତି ସହିତ ଯୋଡ଼ିବାକୁ ଚେଷ୍ଟା କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ, ହେ ଭଗବାନ, ତୁମ ପାଇଁ କିଛି ଅସମ୍ଭବ ନୁହେଁ। ମୁଁ ଓ ମୋ ପରିବାର ତୁମ ପାଦ ପଦ୍ମରେ ଅର୍ପିତ। ଯଦି କାହାରି ଦୃଷ୍ଟି ଉଦ୍ଦେଶ୍ୟ ଆମ ପାଇଁ ରହିଛି, ତେବେ ସେଥିପାଇଁ ତୁମ ଅନୁଗ୍ରହ, ଆଶୀର୍ବାଦ, ଆଲୋକ ଓ ଚିକିତ୍ସା ଶକ୍ତି ଲାଗୁ କରିଦିଅନ୍ତୁ। ଆମେ ସବୁ ତୁମ ଦୟାରେ ସୁରକ୍ଷିତ, ସୁଖୀ, ସମୃଦ୍ଧିଶାଳୀ ଓ ସ୍ୱାସ୍ଥ୍ୟବାନ ରହିବୁ। ଏହି ପ୍ରାର୍ଥନା କରନ୍ତୁ ଏବଂ ଗୋଟେ ଦୀପ ଜଳାନ୍ତୁ। ଦୀପ ଜଳାଇବା ବେଳେ କୁହନ୍ତୁ, ମୋ ପରିବାର ଓ ମୁଁ ସଦା ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଅଛୁ ଭଗବାନଙ୍କର କୃପା ଦ୍ୱାରା। ଏହି ବାକ୍ୟଟି 3-5 ଥର କୁହନ୍ତୁ ଏବଂ ଦୀପକୁ ଲଗେଇ ଦିଅନ୍ତୁ। ତାପରେ ନିଜ ଅନ୍ୟ କାମକୁ କରନ୍ତୁ, କୌଣସି ସମସ୍ୟା ନାହିଁ। ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ନେଗେଟିଭ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ସବକନସିୟସ ମାଇଣ୍ଡ ସମସ୍ତ ରାତି ଆପଣଙ୍କ ଚିନ୍ତା ସହ ଯୋଡ଼ିଯିବ ଏବଂ ଏହା ପରବର୍ତ୍ତୀ ସକାଳରେ ବି ଖରାପ ଲାଗିପାରେ। ସେହିପରି ଦୃଷ୍ଟି ଦୋଷରୁ ବଞ୍ଚିବା ପାଇଁ ଆପଣ ଗୋଟିଏ ମନ୍ତ୍ର ଜପ କରନ୍ତୁ ବା ଭଲ କିଛି ପଢନ୍ତୁ। ଯଦି ମନ ଅନାବଶ୍ୟକ ଦିଗକୁ ଲାଗୁଛି, ତେବେ ନିଜେ ଗୋଟେ ଆଧ୍ୟାତ୍ମିକ ଅଭ୍ୟାସ କରିବାକୁ ହେବ, ଯେପରି ଗୋଟେ ଭଲ ବହି ପଢିବା, ଶାସ୍ତ୍ର ପଢିବା କିମ୍ବା ମନ୍ତ୍ର ଜପ କରିବା। ଉଦାହରଣ ସ୍ୱରୂପ ଆପଣ ଓମ୍ ଜପ କରିପାରିବେ, ଯେକୌଣସି ଭଗବାନଙ୍କ ନାମ ଜପ କରିପାରିବେ, ରାମ, ଶ୍ରୀକୃଷ୍ଣ, ଜଗନ୍ନାଥ, ମା, ଯୋଉ କୌଣସି ମାଙ୍କ ନାଁ ଆପଣ ଜପ କରିପାରିବେ। ସକାଳ ବେଳେ କିମ୍ବା ଯେତେବେଳେ ନେଗେଟିଭ ଅନୁଭବ କରୁଛନ୍ତି, ସେତେବେଳେ ଓମ୍ ଜପ କରନ୍ତୁ। ଏହାପରେ ନିଜକୁ ଏକାକୀ ଶାନ୍ତ ମାଧ୍ୟମରେ ରଖନ୍ତୁ। ଏହି ଶାନ୍ତି ମଧ୍ୟରେ ଆପଣଙ୍କ ଶରୀରକୁ ବିଶ୍ରାମ ମିଳିଥାଏ, ଯେଉଁଠାରେ ଶରୀରର ଶକ୍ତି ଉତ୍ସର୍ଜନ କରେ। ଏହି ଶକ୍ତି ଆପଣଙ୍କୁ ନେଗେଟିଭିଟି ଠାରୁ ବଞ୍ଚାଇଥାଏ ବା ଯାହାବି ଆପଣଙ୍କ ଭିତରେ ଥିବ ତାକୁ ନେଗେଟିଭିଟିକୁ ବାହାର କରିଦେଇଥାଏ। ଏହା ହେଉଛି ଧ୍ୟାନର ଶକ୍ତି। ତେଣୁ ଶାସ୍ତ୍ର କହିଥାନ୍ତି, ଧ୍ୟାନ ଅଟଳ ଶାନ୍ତି ଅତୁଟ ଅଭ୍ୟାସ, ଅଟଳ ଆଧ୍ୟାତ୍ମିକ ପଥର ପ୍ରଥମ ପଦକ୍ଷେପ। ଆପଣ ଏହାକୁ ଗ୍ରହଣ କରିବା ଦରକାର। ଶାନ୍ତିରେ ବସି ଶରୀରକୁ ଶାନ୍ତ କରନ୍ତୁ ଏବଂ
ଗୋଟେ ପଜିଟିଭ ଧାରଣା ଦିଅନ୍ତୁ। ଆମେ ସବୁ ସୁରକ୍ଷିତ। ଭଗବାନଙ୍କ କୃପାରୁ ଆମ ସହ ସବୁ ଭଲ ଘଟୁଛି। ଏହା ଆପଣଙ୍କୁ ଗୋଟେ ଶକ୍ତି ଦେଇଥାଏ। ଯଦି ଏତେ କିଛି କରିବା ପରେ ବି ଆପଣ ଭଲ ଅନୁଭବ କରିପାରୁନାହାନ୍ତି, ତେବେ ପାଣିକୁ ବ୍ୟବହାର କରନ୍ତୁ। ଏହିପରି କରନ୍ତୁ। 2-3 ଥର ସାବୁନ ଓ ପାଣିରେ ନିଜ ହାତକୁ ଧୁଅନ୍ତୁ। ଯଦି ଆପଣ ଏହି କାମଟି ପ୍ରତି ଘଣ୍ଟା କରନ୍ତି, କାରଣ ଯେତେବେଳେ ଆପଣ ହାତକୁ ପାଣି ସହିତ ଘଷିବେ, ତେବେ ସ୍ୱତଃସ୍ଫୂର୍ତ୍ତ ଭାବେ ସମସ୍ତ ନେଗେଟିଭ ଉର୍ଜା ଧ୍ୱଂସ ହେଇଯାଏ, ନଷ୍ଟ ହେଇଯାଏ। ଏହାର ସମ୍ପର୍କ ବିଚ୍ଛିନ୍ନ ହୋଇଯାଏ। ଏହିଭଳି ଯଦି ଆପଣ ମାନେ ଅଧିକ ସମୟ ହାତ ଧୁଅନ୍ତି, ମୁହଁରୁ ପାଣି ଦିଅନ୍ତି, ମୁହଁକୁ ପାଣି ଧୋଇ ଦିଅନ୍ତି, ସ୍ନାନ କରନ୍ତି, ତେବେ ଆପଣଙ୍କର ନେଗେଟିଭ ଭାବନା ଓ ଅଶାନ୍ତି ନିଶ୍ଚିନ୍ତ ଭାବେ କମିଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିଦିନ ଭଗବାନଙ୍କ ଚିନ୍ତା କରିବା ମାଧ୍ୟମରେ, ବିଶେଷ କରି ଆପଣଙ୍କ ଶିଶୁମାନଙ୍କ ପାଇଁ ଭଲ ଭାବନା ଦେବାକୁ ତାଙ୍କୁ ଆପଣଙ୍କ ସାମ୍ନାରେ ବସାନ୍ତୁ, ତାଙ୍କ ସହିତ ହସନ୍ତୁ, ଗୋଟେ ପ୍ରାର୍ଥନା କରନ୍ତୁ। ଅଗ୍ନିରେ ନେଗେଟିଭ ଶକ୍ତିକୁ ଧ୍ୱଂସ କରିବାର ବହୁତ ଶକ୍ତି ରହିଛି। ସେଥିପାଇଁ ଆପଣ ତାଙ୍କ ସାମ୍ନାରେ ଅଗ୍ନିକୁ 3 ଥର ଘୁଞ୍ଚାନ୍ତୁ ଓ ପ୍ରାର୍ଥନା କରନ୍ତୁ। ସେମାନେ ସଦା ସୁରକ୍ଷିତ ରୁହନ୍ତୁ, ସଦା ପଜିଟିଭିଟି ଶକ୍ତିର ଚାପରେ ରୁହନ୍ତୁ। ଏଇଭଳି ଯଦି ଆପଣ ଗୋଟେ ପଦକ୍ଷେପ ନିଅନ୍ତି, ତେବେ ଆପଣ ନିଜ ପାଇଁ ମଧ୍ୟ ପଜିଟିଭ ମନୋଭାବ ଜନ୍ମ ଦେଇପାରିବେ। ଯେପରିକି ଭଲ କଥା ପଢିବା, ଭଲ ଜିନିଷ ଦେଖିବା। ଆମେ ବାହାରୁ ବହୁତ ନେଗେଟିଭିଟି ଆଣିଥାଉ, ଖରାପ ଦେଖିଥାଉ, ଶୁଣୁଥାଉ, ପଢୁଥାଉ। ଆମେ ଭାବୁଥାଉ ଯେ ଏସବୁ ଆମେ ଟାଇମ ପାସ୍ କରୁଛୁ, କିନ୍ତୁ ଆମର ଇନ୍ଦ୍ରିୟ ମାନେ ନିୟନ୍ତ୍ରଣ ଠାରୁ ବାହାରକୁ ଯାଆନ୍ତି ଭାରି। ସେଥିପାଇଁ ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିବା ଦରକାର। ଯଦି ଆପଣ ଭଲ ଚିନ୍ତା ଦେଉଛନ୍ତି, ଭଲ କଥା ମନରେ ରଖିଛନ୍ତି, ତେବେ ଶକ୍ତି ସ୍ୱତଃସ୍ଫୂର୍ତ୍ତ ଭାବେ ଶକ୍ତିଶାଳୀ ହେବ। ଯଦି କିଏ ଖରାପ କରିବାକୁ ଚେଷ୍ଟା କରେ ମଧ୍ୟ, ତେବେ ତାହା ଆପଣଙ୍କୁ ପ୍ରଭାବ କରିପାରିବ ନାହିଁ। ଯଦି ବି କରେ, ଆପଣଙ୍କ ଉର୍ଜା ଏହି ନେଗେଟିଭିଟିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବାକୁ ଦେବ ନାହିଁ। ଏହା ହେଉଛି ଶକ୍ତି ପଜିଟିଭିଟିର। ଏ ଶକ୍ତି ହେଉଛି ଭଗବାନଙ୍କର ଅନୁଗ୍ରହର। ସେଥିପାଇଁ ମନରେ ରଖନ୍ତୁ, ଆପଣ କେବେ ଦୁର୍ବଳ ନୁହନ୍ତି। ଆପଣ ଓ ଆପଣଙ୍କ ପରିବାର ସଦା ସୁରକ୍ଷିତ। ଭଗବାନଙ୍କର କୃପା ଦୃଷ୍ଟି ବା ଭଗବାନଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଚାରିପାଖରେ ଅଛି ଏବଂ ଆପଣଙ୍କ ଚାରିପାଖରେ ଗୋଟେ ସୁରକ୍ଷିତ କବଚ ତିଆରି କରିଦେଇଛି। ଏହା କେବଳ ଭଗବାନଙ୍କ ଶକ୍ତି ସହ ଯୋଗ ସ୍ଥାପନ କରିବା ଦ୍ୱାରା ସମ୍ଭବ। ଏବଂ ଆପଣଙ୍କୁ ନିଜକୁ ସବୁବେଳେ ପଜିଟିଭ ରଖିବା ପାଇଁ 2-3ଟି ଉପାୟ ମୁଁ କହିଲି, ସେଗୁଡିକୁ ନିୟମିତ ଭାବରେ କରନ୍ତୁ। ତେବେ କୌଣସି ଖରାପ ଦୃଷ୍ଟି ଆପଣଙ୍କୁ ଛୁଇଁ ବି ପାରିବ ନାହିଁ। ଆଶା କରେ ଆପଣଙ୍କୁ ଏହି ଟିପ୍ସ ଭଲ ଲାଗିଥିବ। କମେଣ୍ଟରେ ଜଣାନ୍ତୁ ଆପଣ କେଉଁ ଟିପ୍ସକୁ ଅନୁସରଣ କରିବେ, ତାକୁ ଜଣାନ୍ତୁ। ଜୟ ସିୟାରାମ। ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଯଦି ଆପଣ ସବସ୍କ୍ରାଇବ କରିବେ, ତେବେ ନୂଆ ଭିଡିଓ ଆସିଲେ ସୂଚନା ମିଳିବ ଓ ଆମେ ପରସ୍ପରକୁ ପ୍ରେରିତ କରିପାରିବା। ଥ୍ୟାଙ୍କ ୟୁ। ଜୟ ସିୟାରାମ।